ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ତିଆରି ହେଇଛି ସିମ୍ପଲ୍ ଆଲୁ ପରାଠା। ଆଲୁ ପରାଠା ଅନେକ ପ୍ରକାର ହେଇଥାଏ। ଏଇଟା ବଡ଼ବିଲର ମୋ ବଡ଼ ଭାଉଜ ତିଆରି କରିଥିଲେ। ମୁଁ ସେଇଟା ଆପଣମାନଙ୍କ ସାଙ୍ଗରେ ସେୟାର କରିଛି। କିଛି ଆଳୁକୁ ସିଝେଇକି ଚୋପା ଛଡ଼େଇକି ରଖିବେ। ଚୁନ ଚୁନ କଟା ପିଆଜ କିଛି ନେଇଯିବେ। କଞ୍ଚା ଲଙ୍କା ଛୋଟ ଛୋଟ ଖଣ୍ଡ କାଟିକି ନେବେ। କିଛି ଗୋଲମରିଚ ଗୁଣ୍ଡ ନେବେ। ତାପରେ ସେ ଯେଉଁ ଆଳୁକୁ ସିଝେଇକି ରଖିଥିବେ ନା, ତାକୁ ଭଲ ଭାବରେ ଚକଟି ଦେବେ। ସେଇଥିରେ ସେଇ ଛୋଟ ଛୋଟ ଖଣ୍ଡ ପିଆଜ, କଞ୍ଚା ଲଙ୍କା, ତାପରେ ଗୋଲମରିଚ ଗୁଣ୍ଡ, ସ୍ୱାଦ ହିସାବରେ ଲୁଣ ଦେଇଦେବେ। ଦେଇକି ଭଲ ଭାବରେ ମିଶାଇ ଦେଇକି ସେ ଆଳୁ ମସଲାକୁ ଗୋଟେ ଗୋଟେ ଛୋଟ ଛୋଟ ବଲ୍ କରିକି ରଖିଦେଇଥିବେ। ତାପରେ ଅଟା ଚକଟିବେ, ଯେମିତି ରୁଟି ପରଟାର ଅଟା ଚକଟା ହୁଏ ନା, ଟିକେ ଲୁଣ ଦେଇକି ଟିକେ ଟାଇଟ୍ କରିବେ। ଅଟାଟା ବେଶୀ ଟାଇଟ୍ ନୁହଁ, ଅତି ନରମ କରିବେନି, କାହିଁକିନା ପୁରଟା ପଶିବ ନା, ବେଲା ହେଲା ବେଳକୁ ଟିକେ ଫାଟିଯିବ। ତ ଗୋଟେ ଗୋଟେ ଗୁଳା କରିକି ତା ଭିତରେ ଆଳୁ ମସଲା ପୁର ପୁରେଇ ଦେବେ। ହାଲକା ହାଲକା ହାତରେ ତାକୁ ବେଲିବେ, ବେଶୀ ଜୋର ପ୍ରେସ୍ କରିବେନି, ଧୀରେ ଧୀରେ ବେଲିବେ। ତାକୁ ଆପଣ ଯେମିତି ବି ସେପ୍ ଦେଇପାରନ୍ତି, ଗୋଲ କରିପାରନ୍ତି, ଚାରିକୋଣିଆ କରିପାରନ୍ତି, ଏନଭଲପ୍ ସେପ୍ କରିପାରନ୍ତି। ତାକୁ ଭଲ ଭାବରେ ବେଲି ସାରିଲା ପରେ ତାୱା ବସେଇଦେବେ ବା ପ୍ୟାନ୍ ବସେଇଦେବେ। ଗରମ ହେଲା ପରେ ସେ ପରଟା ଦେଇକି ତାକୁ ଘିଅ ହଉ, ବଟର ହଉ, ତେଲ ହଉ ଦେଇକି ଭଲ ଭାବରେ ଦିପଟ ଓଲଟେଇକି ସେକିବେ। ଭଲ ଭାବରେ କ୍ରିସ୍ପି ହେଇଯିବ, ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇଯିବ। ତାପରେ ଏ ପରଟାଟା ଆପଣ ଯେକୌଣସି ଜିନିଷ, ଦହି ହଉ, ରାଇତା ହଉ, ଆଚାର ହଉ, ଗ୍ରୀନ୍ ଚଟନି, କୋଉଥିରେ ବି ଆପଣ ଖାଇବେ, ସସ୍‌ରେ ବହୁତ ଭଲ ଲାଗିବ। ଯଦି ଏଇ ରୋଷେଇ ଆପଣମାନଙ୍କୁ ଭଲ ଲାଗୁଥିବ, ତାହେଲେ ମୋତେ ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମରେ ଫଲୋ କରିନେବେ ଆଉ ୟୁଟ୍ୟୁବରେ ମୋତେ ସବସ୍କ୍ରାଇବ୍ କରିନେବେ।